ହ୍ୟାଲୋ ଓଡ଼ିଶାବାସୀ। ଆଜି ସ୍ୱର୍ଗତ ହ୍ୟୁମାନ ସାଗର ଭାଇଙ୍କ ବିଷୟରେ ମୁଁ କିଛି କହିବାକୁ ଯାଉଛି। ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଭାଇ ଆଜି ଆମ ଗହଣରେ ନାହାନ୍ତି। ଆଜକୁ ପ୍ରାୟ 7 ଦିନ ହେବ ସିଏ ଆମ ଛାଡ଼ି ଚାଲି ଯାଇଛନ୍ତି। ଆମକୁ ଛାଡ଼ି ଚାଲି ଯାଇଛନ୍ତି ସତ, କିନ୍ତୁ ସାରା 4 କୋଟି ଓଡ଼ିଆଙ୍କ ହୃଦୟରେ ଅମର ଆତ୍ମା ହୋଇ ରହିଛନ୍ତି। ସେହି ଅମର ଆତ୍ମାକୁ ନେଇ ମୁଁ ଏକ ସୁନ୍ଦର କବିତାଟେ ବର୍ଣ୍ଣନା କରିଛି। ସେ କବିତାଟି ମୁଁ ଆଶା କରୁଛି ଆପଣ ହ୍ୟୁମାନ ସାଗର ଭାଇକୁ ଯେତିକି ଭଲ ପାଇବା ଦେଉଥିଲେ, ମୋ କବିତା ଆପଣଙ୍କ ହୃଦୟସ୍ପର୍ଶୀ ହେବ। କବିତାଟି ମୁଁ କହି ରଖୁଛି। ଗୋଟିଏ ମାଆର ପୁଅ ଥିଲେ ସିନା କୋଟି ଜନତାଙ୍କ ସ୍ପନ୍ଦନ, ତାଙ୍କରି କଣ୍ଠରୁ ଗୀତଟେ ଶୁଣିଲେ ଝରି ପଡ଼େ ଫୁଲ ଚନ୍ଦନ। ଓଡ଼ିଆ ପୁଅ ସେ ଓଡ଼ିଶା ଗୌରବ, ଓଡ଼ିଶାରେ ଥିଲେ ମହାନ, ତାଙ୍କ କଣ୍ଠସ୍ୱର ଅମୃତ ସମାନ, ନାମ ଥିଲା ତାଙ୍କର ହ୍ୟୁମାନ। ହ୍ୟୁମାନ ଆଜି ସାଥିରେ ନାହାନ୍ତି, ଛାଡ଼ି ଯାଇଛନ୍ତି ସ୍ମୃତି, ଓଡ଼ିଶାବାସୀଙ୍କ ଲୁହ ଧାର ହୋଇ ନିଆଁର ତେଲେ ଆହୁତି। ଭାବି ଭାବି ଯେତେ ଭାବନା ସରୁନି, ଭାବୁକ ଥକି ଯାଉଛି, ହ୍ୟୁମାନ ତୁମେ ଅମର ହୋ, ଏତିକି କହି ମୁଁ ରହୁଛି। ସାଙ୍ଗମାନେ, ଯଦି ମୋ କବିତାଟି ଆପଣଙ୍କୁ ହୃଦୟସ୍ପର୍ଶୀ ହେଇଥିବ, କବିତାର ମୂଲ୍ୟ ଆପଣ ନିଶ୍ଚିତ ଦେବେ। ମୁଁ ଏତିକି କହି ରହୁଛି। ଜୟ ଜଗନ୍ନାଥ।